ଆଜ୍ଞା ଟିକେ ପରିଚୟ ରଖିବେ ଆଜିର ଯେଉଁ ପଦଯାତ୍ରା କରିଥିଲେ କ'ଣ ରଖିବେ ୟା ପରେ ସିଧା ପ୍ରତିକ୍ରିୟା। ମୁଁ ଭାସ୍କର ଚନ୍ଦ୍ର ସାହୁ କଣାସ ବ୍ଲକ। ଆମେ ଏଇ ମଦମୁକ୍ତି ଯୁବବାହିନୀ ତରଫରୁ ଆଜି ଯେଉଁ ପ୍ରଭାତ ଫେରି କାର୍ଯ୍ୟକ୍ରମ ଏଇ କଣାସ ବ୍ଲକରେ ବଜାରରେ ଚାଲିଥିଲା ଯେ ଆମର ଉଦ୍ଦେଶ୍ୟ ହେଉଛି ଲୋକମାନଙ୍କୁ ଜାଗୃତ କରାଇବା, ସଚେତନ କରାଇବା, ମଦ ନ ପିଇବା ପାଇଁ ଯେତିକି ଜାଗୃତ କରାଇବା ସେତିକି ଜାଗୃତ ତାଠାରୁ ଅଧିକ କରାଇବା ଯେ ମଦଟା କେମିତି ଆମ ଅଞ୍ଚଳରେ ନ ମିଳୁ ବା ଆମ ରାଜ୍ୟରେ ନ ମିଳୁ ବା ଆମ ଦେଶରେ ନ ମିଳୁ। ଦେଖନ୍ତୁ ମଦ ବର୍ତ୍ତମାନ ମଦ ପଞ୍ଝାରେ ସାରା ଓଡ଼ିଶା ଏଠି ଯିଏ ବି ସରକାର ଆସୁଛି ମଦକୁ ହିଁ ପ୍ରାଧାନ୍ୟ ଦେଉଛି କାରଣ ମଦରୁ ଅଧିକ ରୋଜଗାର ହେଉଛି। ଆପଣ ଭାବୁଛନ୍ତି ଏ ମଦକୁ ବନ୍ଦ କରିପାରିବେ ସାରା ଓଡ଼ିଶାରୁ? ନିଶ୍ଚିତ, ଯଦି ଜନସାଧାରଣ ଜାଗୃତ ହେବେ ସରକାର ମାନିବେନି କୁଆଡ଼େ ଯିବେ। ଜନସାଧାରଣ ଜାଗୃତ ହେବା ଦରକାର ଯେ ପ୍ରକୃତରେ ମଦ ଆମମାନଙ୍କର ହେଉଛି ସବୁଠାରୁ ବଡ଼ ବ୍ୟାଧି ବା ବଡ଼ ଶତ୍ରୁ, ଯାହା ପାଇଁ ଆମର ପ୍ରତିଦିନ ନାରୀ ନିର୍ଯାତନା ଘଟୁଛି, ଯାହା ପାଇଁ ପ୍ରତିଦିନ ରାସ୍ତା ଉପରେ ଦୁର୍ଘଟଣା ଘଟୁଛି, ଯାହା ପାଇଁ ଅକାରଣରେ ଗୋଟେ ମୂଲ୍ୟବାନ ଜୀବନଟି ଚାଲିଯାଉଛି, ଯାହା ପାଇଁ ଗୋଟେ ପରିବାର ଅନାଥ ହେଇଯାଉଛି, ତାହେଲେ ସେ ଜିନିଷଟାକୁ ବୁଝିପାରିବେ ନାହିଁ କାହିଁକି? ସମାଜ ଯଦି ବୁଝିଗଲା ତାହେଲେ ସରକାର ନିଶ୍ଚିତ ବୁଝିବେ। ସମାଜର ଯାହା ଆବଶ୍ୟକତା ସରକାର ତାହା ନିଶ୍ଚିତ ଭାବରେ ପୂରଣ କରିବେ। ଦେଖନ୍ତୁ ଦୀର୍ଘ ଦଶନ୍ଧି ଧରି ମଦ ଉପରେ ଅନେକ ଆନ୍ଦୋଳନ ହେଇଛି, ଅନେକ ସଂଘର୍ଷ ମଧ୍ୟ ହେଇଛି, ଅନେକ ପୋଡ଼ାଜଳା ମଧ୍ୟ ଦୃଶ୍ୟ ଦେଖିଛନ୍ତି ସାରା ଓଡ଼ିଶାରେ। ତ ଆଜି ମଦକୁ ନେଇକରି ବର୍ତ୍ତମାନ ପାନ ଦୋକାନ ଠାରୁ ଆରମ୍ଭ କରି ଯେଉଁ ସାରା ଓଡ଼ିଶାରେ ଯେଉଁ ପ୍ରକାର ମଦର ପ୍ରଚାର ପ୍ରସାର ବର୍ତ୍ତମାନ ଜୋରଦାରରେ ଚାଲିଛି, ସରକାର ଏଠି ନିରବତା ଅବଲମ୍ବନ କରୁଛି। ଅବକାରୀ ବିଭାଗ ଏଠି ସିଧାସଳଖ ଚିର ନିଦ୍ରାରେ ଶୋଇପଡ଼ିଛି। ୟାକୁ ନେଇ କ'ଣ କେମିତି ଦେଖୁଛନ୍ତି ଆପଣ? ୟାକୁ କେମିତି ବନ୍ଦ କରିବେ? ନିଶ୍ଚିତ ପକ୍ଷେ ଆପଣ ଯାହା ପ୍ରଶ୍ନ କରିଛନ୍ତି ଏହା ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଯେ ବହୁ ଦୀର୍ଘ ଦିନ ଧରି ଏହି ସମସ୍ୟା ଲାଗି ରହିଛି ଓ ସମସ୍ୟା ପାଇଁ ମଧ୍ୟ ବିରୋଧରେ ସ୍ୱର ଉତ୍ତୋଳନ ହେଉଛି, କିନ୍ତୁ ସଫଳତା ମିଳିନାହିଁ। କିନ୍ତୁ ସଫଳତା ମିଳୁନାହିଁ ବୋଲି ଆମେ କହିବା ନାହିଁ, କାହିଁକିନା ଆମର ଯଦି ଇଚ୍ଛା ଅଛି ସଫଳତା ପ୍ରାପ୍ତି ପାଇଁ ନିଶ୍ଚିତ ଆମେ ସଫଳତା ପ୍ରାପ୍ତି ହେବା। ଯେମିତିକି ବିହାର କଥା ଆମେ ଉଦାହରଣ ଦେବା, ବିହାରରେ ମଦ ପାଇଁକା ବିରୋଧ ଆସିଲା ଏବଂ ମଦ ମଧ୍ୟ ଗୋଟେ ସରକାର କହିଲେ ଯେ ମୁଁ ଯଦି ଆସିବି ଶାସନକୁ ତାହେଲେ ନିଶ୍ଚିତ ଭାବରେ ମଦ ବନ୍ଦ କରିବି। ଆଉ ସେ ସରକାର ଶାସନକୁ ଆସିଲେ ଏବଂ ମଦ ମଧ୍ୟ ବନ୍ଦ କଲେ। ବନ୍ଦ କରିବା ଦ୍ୱାରା ଅନେକ ଫାଇଦା ମଧ୍ୟ ସେ ରାଜ୍ୟର ହେଇଛି। ଅନେକ ଦୁର୍ଘଟଣା କମିଛି, ଅନେକ ନାରୀ ନିର୍ଯାତନା କମିଛି, ଅନେକ ବେରୋଜଗାରିଆ ଯେଉଁ ସୃଷ୍ଟି ହୁଅନ୍ତି ସେଇଟା ମଧ୍ୟ କମିଛି। ତେଣୁ ଅନେକ କଥା ଦେଖିବାକୁ ଗଲେ ଯଦି ଆମେ ପରିସଂଖ୍ୟାନ ଦୃଷ୍ଟିରୁ ଦେଖିବା ଅନେକ କ୍ଷେତ୍ରରେ ଲାଭବାନ ରହିଛନ୍ତି। ତେଣୁ ଆମକୁ ଏ ଦିଗରେ ଜନସାଧାରଣଙ୍କୁ ଜାଗୃତ କରି ସରକାରଙ୍କ ପାଖରେ ପହଞ୍ଚାଇ ଆଉ ସରକାରଙ୍କର ମନୋବୃତ୍ତି ଆସିବା ଦରକାର ଯେ ପ୍ରକୃତରେ ଏହା ଆମ ସମାଜ ପାଇଁ କେତେ କ୍ଷତିକାରକ। ଆମେ ଏପଟେ କହୁଛେ ମଦରୁ ରାଜସ୍ୱ ବାହାର କରୁଛେ, ଯେଉଁ ରାଜସ୍ୱ ଆମ ରାଜ୍ୟକୁ ଉଦ୍ଧାର କରିବ, କିନ୍ତୁ ସେପଟେ ସେଇ ରାଜସ୍ୱ ଯେଉଁଠୁ ଆଦାୟ ହେଉଛି, ଯେଉଁମାନଙ୍କର କିଡ଼ନୀ ନଷ୍ଟ ହେଉଛି, ଯେଉଁମାନଙ୍କର ଲିଭର ନଷ୍ଟ ହେଉଛି, ସେମାନଙ୍କୁ ଆମେ ମେଡ଼ିକାଲରେ କେତେ ଟଙ୍କା ଖର୍ଚ୍ଚ କରୁଛି ତାଙ୍କ ପିଛା, ବା ଯେଉଁ ପରିବାରଟି ମଦ ଦ୍ୱାରା ଆକ୍ରାନ୍ତ ହେଇକି ମାନେ ନିଶାଡ଼ି ହେଇକରି ନଷ୍ଟ ହେଇଯାଉଛି, ସେ ପରିବାର ଯେତେବେଳେ ଚାହୁଁଛି ଯେ ମୋର ଏଇ ଲୋକଟା କିଭଳି ଭାବରେ ନିଶାମୁକ୍ତ ହେଉ, ସେ ନିଶା ନିବାରଣ କେନ୍ଦ୍ର ସରକାର ନିଜେ ଖୋଲିଛନ୍ତି। ଏପଟେ ନିଶା ପ୍ରସାରଣ କରୁଛନ୍ତି, ସେପଟେ ନିଶା ନିବାରଣ କେନ୍ଦ୍ର ଖୋଲୁଛନ୍ତି। ଏହା ନିଶ୍ଚିତ ପକ୍ଷେ ଆମମାନଙ୍କ ପାଇଁ ହାସ୍ୟାସ୍ପଦ। ତେଣୁ ଏଥିରୁ ଆମେ ନିବୃତ୍ତ ହେବା ଦରକାର। ଆମମାନଙ୍କ ଠାରୁ ଏ ବ୍ୟାଧି ଦୂରୀଭୂତ ହେବା ଦରକାର। ଆମକୁ ଏକ ସୁସ୍ଥ ଏବଂ ସୁନ୍ଦର ପରିବେଶ ଦରକାର, ସୁସ୍ଥ ସମାଜ ଦରକାର। ସାର୍ ଟିକେ ପରିଚୟ ରଖିବେ ଆଜିର ଯେଉଁ କାର୍ଯ୍ୟକ୍ରମ ନିଶା ନିବାରଣ ଉପରେ କଣାସ ବ୍ଲକରେ ଆଜି ଅନୁଷ୍ଠିତ ହେଉଛି, କ'ଣ ସିଧାସଳଖ ୟା ଉପରେ ରଖିବ ପ୍ରତିକ୍ରିୟା? ମୋ ନାଁ ସମାଜ ଷଡ଼ଙ୍ଗୀ। ମୁଁ ମଦମୁକ୍ତି ଯୁବ ବାହିନୀର ଜଣେ କାର୍ଯ୍ୟକର୍ତ୍ତା। ବିଗତ 6.5 ବର୍ଷ ଧରି ମଦମୁକ୍ତି ଯୁବ ବାହିନୀ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ମଦମୁକ୍ତ ସମାଜ ପାଇଁ କାର୍ଯ୍ୟ କରି ଆସୁଛି। ଆଉ ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ପାଇଁ ବର୍ତ୍ତମାନ ଗାନ୍ଧୀଙ୍କ ଜୟନ୍ତୀ ଅକ୍ଟୋବର 2 ତାରିଖରୁ ଅକ୍ଟୋବର 30 ଗାନ୍ଧୀଙ୍କ ମହାପ୍ରାଣ ପର୍ଯ୍ୟନ୍ତ ଦିବସ ପର୍ଯ୍ୟନ୍ତ ମଦମୁକ୍ତି ଯୁବ ବାହିନୀ ତରଫରୁ ସାରା ଓଡ଼ିଶାରେ ଗୋଟିଏ ଦସ୍ତଖତ ଅଭିଯାନ ଚଲାଇଛି। ଯାହାଫଳରେ ଯେଉଁ ନୂଆ ସରକାର ଗଠନ ହୋଇଛି 2024 ମସିହାରେ, ଏ ସରକାରଙ୍କ ପାଖେ ଜନତାର ମତ ପହଞ୍ଚାଇବା ପାଇଁ କି ଜନତା ମଦ ଚାହୁଁନାହାନ୍ତି, ଏହି କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ଆଜି ଆମେ ପହଞ୍ଚିଛୁ କଣାସ ବ୍ଲକରେ। କଣାସ ବ୍ଲକରେ ଆଜି ପ୍ରଥମ ଥର ପାଇଁ এই କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଦସ୍ତଖତ ଅଭିଯାନର। ଯେହେତୁ ବର୍ତ୍ତମାନ ଆମର ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ଆମ ସମସ୍ତଙ୍କର ଆଦର୍ଶ ଶ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମ ଜୟନ୍ତୀ ସପ୍ତାହ ଚାଲିଛି। ଏହି ସମୟରେ ସାରା ଓଡ଼ିଶାରେ ବିଭିନ୍ନ ପ୍ରାନ୍ତରେ ଆମେ ପ୍ରଭାତ ଫେରିର କାର୍ଯ୍ୟକ୍ରମ ଆୟୋଜନ କରୁଛୁ।
ଗତକାଲି 7ଟି ଜାଗାରେ ଓଡ଼ିଶାର ବିଭିନ୍ନ କୋଣରେ ପ୍ରଭାତ ଫେରି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି, ବୈଠକର ଆୟୋଜନ କରାଯାଇଛି। ଆଜି ମଧ୍ୟ ଏଠି ଏକ ପ୍ରଭାତ ଫେରିର ଆୟୋଜନ କରାଯାଇଥିଲା ଏବଂ ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତିଚାରଣ କରାଯାଇଥିଲା ଏବଂ ମଦ ସମସ୍ୟା ସମ୍ପର୍କରେ ଏଠିକାର ବୁଦ୍ଧିଜୀବୀ ଏବଂ ଛାତ୍ରଛାତ୍ରୀମାନଙ୍କ ସହିତ ଆମେ ଆଲୋଚନା କରିଥିଲୁ ଏବଂ କେମିତି ଏହି ଆନ୍ଦୋଳନକୁ ଆହୁରି ଅଧିକ ତୀବ୍ରତର କରାଯାଇପାରିବ, ତ୍ୱରାନ୍ୱିତ କରାଯାଇପାରିବ, ସେ ଦିଗରେ କାମ କରିବା ପାଇଁ ଆଜି ଆମେ ଶପଥ ନେଇଛୁ। ଦେଖନ୍ତୁ ମଦ ଗୋଟେ ବ୍ୟାଧି ହେଇଗଲାଣି ସାରା ଓଡ଼ିଶାରେ। ଗୋଟେ ଯେମିତି କହନ୍ତି ପାନ ଦୋକାନ ଠାରୁ ଆରମ୍ଭ କରି ରାସନ ଦୋକାନରେ ମଧ୍ୟ ମଦ ମିଳୁଛି। ୟାକୁ ସିଧାସଳଖ ପ୍ରତିହତ କରିବା ଆଜିକାର ଯେଉଁ ଯୁବ ସମାଜ, ଏବେ ମଧ୍ୟ ମହିଳାମାନେ ବି ମଧ୍ୟ ମଦକୁ ଆଗ୍ରହ କରିଛନ୍ତି। ସିଧାସଳଖ ଏହା ଉପରେ ଆକୁ ସମାଧାନର ବାଟ ବାହାରିପାରିବ। ଦେଖନ୍ତୁ, ମଦ ଆଉ ବ୍ୟକ୍ତିଗତ ସମସ୍ୟା ହୋଇନାହିଁ, ମଦ ଏକ ସାମାଜିକ ସମସ୍ୟାର ରୂପ ନେଇସାରିଲାଣି। ଏଠି କିଏ ମଦ ପିଉଛନ୍ତି କେବଳ ସେଇମାନେ ହିଁ ମଦ ଦ୍ୱାରା ପୀଡ଼ିତ ନୁହନ୍ତି, ମଦ ନ ପିଉଥିବା ଲୋକମାନେ ମଧ୍ୟ ତା'ର ପୀଡ଼ିତ। ଆପଣମାନେ ଦେଖୁଥିବେ ରାସ୍ତା ଦୁର୍ଘଟଣା ହେଉ, ନାରୀ ବଳାତ୍କାର ହେଉ, ବିଭିନ୍ନ ପ୍ରକାର ନିର୍ଯାତନା ହେଉ ନାରୀମାନଙ୍କ ଉପରେ, ଏସବୁ ପଛରେ ଆପଣ ବିଭିନ୍ନ ଜାଗାରେ ଖବରକାଗଜ ପଢ଼ୁଥିବେ, ନ୍ୟୁଜ୍ ଚ୍ୟାନେଲରେ ଦେଖୁଥିବେ ଯେ ସବୁଠି ହିଁ ମଦ ହିଁ ଗୋଟେ ଜଡ଼ କାରଣ ହେଇ ଉଭା ହେଇଛି। ଆଉ ମଦର ବହୁଳ ପ୍ରଚାର ଆଉ ପ୍ରସାର କରିବା ପାଇଁକି ଏଠି ବିଧିବଦ୍ଧ ଭାବେ ଗୋଟେ ବ୍ୟବସ୍ଥା କାମ କରୁଛି। ଆଉ ଆମ ଲଢ଼େଇଟା ସମ୍ପୂର୍ଣ୍ଣ ରୂପେ ସେ ବ୍ୟବସ୍ଥା ବିରୁଦ୍ଧରେ।